ମୋ ନାଁ ରବୀନ୍ଦ୍ର କୁମାର ଦାସ। ବୁଢ଼େଶ୍ୱର ଆମର ଏ ବୁଢ଼େଶ୍ୱର ପୀଠସ୍ଥଳୀରେ ଆଜିକି 70 ବର୍ଷ ଯାଏ ଅନୁଷ୍ଠାନ କରି ଆସୁଛୁ। ଆମର ଗ୍ରାମବାସୀ ମାନେ ଏହାକୁ ବହୁତ ପଡ଼ୋଶୀ ମାନେ ଆକୁ ବହୁତ ସହଯୋଗ କରୁଛନ୍ତି ଏବଂ ଏଠି ଯିଏ ଯେଉଁ ମନବାଞ୍ଛା କରି ଆସୁଛନ୍ତି କିନ୍ତୁ ତାଙ୍କର ପୂରଣ ହେଉଛି। ଏମିତିକି ମାନେ ବହୁତ ଲୋକ ଏଠି ମାନେ ତାଙ୍କର ମନବାଞ୍ଛା ମାନେ ଆଶା ଇଏ କରି ବହୁତ ସଫଳ ହୋଇଛନ୍ତି ହେଲା। ଆମର ଏ ଅନୁଷ୍ଠାନ ବହୁତ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠାନ ଆଉ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏକ ମନ ହୋଇକିନା ଏ ଅନୁଷ୍ଠାନ ଆମକୁ 70 ବର୍ଷ ହେଲା ଏ ଅନୁଷ୍ଠାନ ଆମେ ଗଢ଼ି ଆସୁଛୁ ଆଉ ବହୁତ ଶାନ୍ତି ଶୃଙ୍ଖଳାରେ ବି ଅନୁଷ୍ଠାନ ଚାଲିଛି। ଆଜିର କାର୍ଯ୍ୟକ୍ରମ ହେଉଛି ଆଜିର କାଲିଠୁ ଅଧିବାସ ହେଲାଣି 31 ତାରିଖ। ଆଜି 30 ତାରିଖ ନାମଯଜ୍ଞ, କାଲି 1 ତାରିଖ ଆମର ନଗରୀ ହେବ। ଏଗୁଡ଼ା ଆମର ଇଏ କାଲିଠାରୁ ଅଧିବାସ ହେଲାଠୁ ଆମର ଇଏ ଅଷ୍ଟମ ପରି ଆଜି ମହରାତ୍ର ଆଜି ଚାଲିବ ହେଲା। କାଲି ବଢ଼ିବ, ବାହାରୁ ବି ମଣ୍ଡଳୀ ଆସୁଛନ୍ତି। ନିହାତି 1500-1600 ଲୋକର ଏଠି ଖାଇବା ମହାପ୍ରସାଦ ଏଠି ସେବନ ଚାଲିଛି। ଏଠି ଲୋକମାନେ ବି ଏଠି ବହୁତ ଭିଡ଼ ଜମାଉଛନ୍ତି ଆଉ ଏ ଅନୁଷ୍ଠାନ ବି ଚାଲିଛି ଆଉ। ମୁଁ ନୃତ୍ୟଚାରଣ ଦଳାଇ ପ୍ରହରାଜପୁର କହୁଛି। ଏ ଅନୁଷ୍ଠାନର ଜଣେ ସଦସ୍ୟ। ଏ ଅନୁଷ୍ଠାନ ଆମର ଦୀର୍ଘ 40 ବର୍ଷ ହେଲା ଚାଲି ଆସୁଅଛି। ଏ ଠାକୁରଙ୍କର ବୋଧେ 100 ବର୍ଷ କି 200 ବର୍ଷର ଠାକୁର। ତାଙ୍କର ମହିମା ବହୁତ ଅଛି ଆଉ ବହୁତ ଲୋକ ଦୂର ଦୂରାନ୍ତରୁ ଏଠି ପୂଜା କରିବାକୁ ଆସୁଛନ୍ତି। ତାଙ୍କର କାଠିଲା ମୁଣ୍ଡକୁ ରଖିପାରନ୍ତି, ତାଙ୍କ ମହିମା ବହୁତ। ଏଠି ଅଷ୍ଟପହରି କଲା ଦିନୁ ଏଠି 2000-3000 ଲୋକ ହୁଅନ୍ତି। ଖାଇବା ପିଇବା ହୁଏ, ଶାନ୍ତି ଶୃଙ୍ଖଳାରେ ସବୁ ହୁଏ। ଠାକୁରଙ୍କର ମହିମା ବହୁତ ଅଛି। ଆସ୍ତେ ଆସ୍ତେ ଗୋଟାଏ ମନ୍ଦିର ଥିଲା ପରେ ହନୁମାନ ମନ୍ଦିର, ପାର୍ବତୀ ମନ୍ଦିର, ତିନିଟା ମନ୍ଦିର ହେଲା ଏଠି। ଠାକୁରଙ୍କର ମହିମା ବହୁତ ଅଛି। ତେଣୁ ୟାଙ୍କୁ ଆଉ କ'ଣ ସେମାନେ ତ କହିଲେ। ତେଣୁ ଏସବୁ ବହୁତ ଲୋକ ଏଠି ଦୂର ଦୂରାନ୍ତରୁ ଆସି ପୂଜା କରନ୍ତି। କାଟିବା ମୁଣ୍ଡକୁ ରଖିପାରନ୍ତି ଠାକୁରଙ୍କର ମହାତ୍ମା। ଏ ଠାକୁରଙ୍କ ନାଁ ହେଉଛି ବୁଢ଼େଶ୍ୱର ମହାଦେବ। ମୁଁ ଦୀପକ କୁମାର ଦଳାଇ। ଆମର ପ୍ରହରାଜପୁର ସ୍ଥିତ ବୁଢ଼େଶ୍ୱର ମହାଦେବ ମନ୍ଦିରରେ ଏ ପାଖାପାଖି 3 ପିଢ଼ିର ଅନୁଷ୍ଠାନ ଆମର ଏବଂ ବହୁତ ବର୍ଷ ଧରି ଅଷ୍ଟପହରି ନାମଯଜ୍ଞ ଅନୁଷ୍ଠିତ ହୋଇଯାଉଛି। ଏବଂ ଏହି ପରିପ୍ରେକ୍ଷୀରେ ଗୋଟେ କଥା ମୁଁ କହିବାକୁ ଚାହୁଁଛି। କଳି ଯୁଗରେ ମହାମନୀଷୀମାନେ ଯାହା କହିକି ଯାଇଛନ୍ତି, ଯଦି ହରିନାମ କରାଯାଏ, ହରିହାଟ କରାଯାଏ, ତେବେ ଆମେ এই କଳି କାଳରେ ଆମେ ମୋକ୍ଷ ପାଇବୁ। ତେଣୁକରି ପ୍ରାୟ ପ୍ରତିବର୍ଷ ଆମର ଏ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ 3 ଦିନ ଧରିକି। ପ୍ରଥମ ଦିନ ଆମ ଅଧିବାସ ହୁଏ ଏବଂ ଦ୍ୱିତୀୟ ଦିନରେ ଆମର ନାମଯଜ୍ଞ ଏବେ ଚାଲିଛି ଏବଂ କାଲି ଆମର ଆସନ୍ତାକାଲି ଆମର ମହୋତ୍ସବ ପାଳନ ହେବ। ପାଖାପାଖି 2,000-3 ହଜାର ଲୋକ ଏଠି ସମାପନ କରନ୍ତି ଏବଂ 3 ଦିନ ଧରି ପ୍ରସାଦ ସେବନ, ହରିହାଟ